आज हम जनमंगल राष्ट्र विषय में पढ़ेंगे। जनमंगल राष्ट्र का ଯେଉଁ ରାଷ୍ଟ୍ରରେ ପ୍ରତ୍ୟେକ ନାଗରିକଙ୍କୁ ଜୀବନ ଧାରଣ ନିମନ୍ତେ ସର୍ବନିମ୍ନ ମାନ ସୁଯୋଗ ପ୍ରତିଶ୍ରୁତି ମିଳିଥାଏ ତାହାକୁ ଜନମଙ୍ଗଳ ରାଷ୍ଟ୍ର କୁହାଯାଏ। ଜନମଙ୍ଗଳ ରାଷ୍ଟ୍ର କହିଲେ ଯେଉଁ ରାଷ୍ଟ୍ରରେ ନାଗରିକମାନଙ୍କୁ ଜୀବନ ଧାରଣ କରିବା ପାଇଁ ସର୍ବନିମ୍ନ ମାନର ସୁବିଧା ସୁଯୋଗ ମିଳିଥାଏ, ସର୍ବନିମ୍ନ ଜୀବନଯାପନ ପାଇଁ ଯେଉଁ ସୁବିଧା ସୁଯୋଗ ମିଳିଥାଏ ତାହାକୁ ଜନମଙ୍ଗଳ ରାଷ୍ଟ୍ର କୁହାଯାଏ। ଯେଉଁ ରାଷ୍ଟ୍ରରେ ପ୍ରତ୍ୟେକ ନାଗରିକକୁ ଜୀବନ ଧାରଣ ନିମନ୍ତେ ସର୍ବନିମ୍ନ ସୁଯୋଗ ଗୁଡ଼ିକ ମିଳିଥାଏ ତାକୁ ଆମେ ଜନମଙ୍ଗଳ ରାଷ୍ଟ୍ର କହିଥାଉ। ଜନମଙ୍ଗଳ ରାଷ୍ଟ୍ର ସାମାଜିକ ଉଦାରବାଦର ଫଳ। ସାମାଜିକ ଉଦାରବାଦ ଯେଉଁ ସମାଜରେ ଉଦାରବାଦ ଯେଉଁ ଥିଲା, ଲୋକମାନଙ୍କୁ ସ୍ୱାଧୀନତା ଉପଭୋଗ କରିବା, ସେହି ସାମାଜିକ ସୁଧାରବାଦର ଫଳ ହେଉଛି ଜନମଙ୍ଗଳ ରାଷ୍ଟ୍ର। ଆମର ଯେମିତି ଉଦାହରଣ ଦେଇଥିଲୁ, ଉଦାରବାଦ ଦୁଇ ପ୍ରକାରର, ପାରମ୍ପରିକ ଉଦାରବାଦ ଆଉ ଆଧୁନିକ ଉଦାରବାଦ। ସେ ଆଧୁନିକ ଉଦାରବାଦ ଯେଉଁ ରାଷ୍ଟ୍ରର ବ୍ୟକ୍ତିମାନଙ୍କୁ ଯେଉଁ ସୁବିଧା ସୁଯୋଗ ଦିଆଯାଇଥାଏ ତାହାକୁ ଜନମଙ୍ଗଳ ରାଷ୍ଟ୍ର ନାଗରିକମାନଙ୍କୁ ସର୍ବନିମ୍ନ ମାନ ସୁବିଧା ସୁଯୋଗ ଜୀବନଯାପନ କରିବା ପାଇଁ ପ୍ରଦାନ କରିଥାଏ। ଊନବିଂଶ ଶତାବ୍ଦୀରେ ବ୍ୟକ୍ତିବାଦ ଓ ବିଂଶ ଶତାବ୍ଦୀରେ ସମାଜବାଦ ମଧ୍ୟରେ ନିଷ୍ଠୁର ବିବାହ ମିଳନ ହେଲା। ଊନବିଂଶ ଶତାବ୍ଦୀରେ ବ୍ୟକ୍ତିବାଦ କାହାକୁ କୁହାଯାଏ? ବ୍ୟକ୍ତିବାଦ କହିଲେ ଗୋଟିଏ ବ୍ୟକ୍ତିକୁ କେନ୍ଦ୍ର କରି ବ୍ୟକ୍ତି ହିଁ ସମସ୍ତ କ୍ଷମତା ଅଧିକାରୀ କରିଥାଏ, ରାଷ୍ଟ୍ର ସେଠି ହସ୍ତକ୍ଷେପ କରିବ ନାହିଁ ଏତେ। ମାତ୍ର ସମାଜବାଦ ରାଷ୍ଟ୍ର ସେହି ଅର୍ଥନୀତିକ ସୁବିଧା ସୁଯୋଗ ଦେବ, ଲୋକମାନଙ୍କୁ ସେବା ପ୍ରଦାନ କରିବ, ଏମିତି ଗୁଡ଼ିକ ବୈଶିଷ୍ଟ୍ୟ ଦ୍ୱାରା ସମାଜବାଦ କୁହାଯାଏ। ବ୍ୟକ୍ତିବାଦ ଓ ସମାଜବାଦର ମିଳନ ହେଉଛି ଜନମଙ୍ଗଳ ରାଷ୍ଟ୍ର। ଅର୍ଥାତ୍ ଉଭୟ ବ୍ୟକ୍ତିବାଦ ସମାଜବାଦ ଉଗ୍ର ରୂପକୁ ବା ମଧ୍ୟମ ପନ୍ଥାକୁ ଅନୁସରଣ କରାଯାଇଛି ବା ମିଳନକୁ। ଜନମଙ୍ଗଳ ରାଷ୍ଟ୍ର ଏକ ସକାରାତ୍ମକ ରାଷ୍ଟ୍ର। ଜନମଙ୍ଗଳ ଏକ ନକାରାତ୍ମକ ରାଷ୍ଟ୍ର ନୁହେଁ, ଏହା ସକାରାତ୍ମକ ରାଷ୍ଟ୍ର, ସକାରାତ୍ମକ କାର୍ଯ୍ୟ କରିଥାଏ, ଯାହା ଜନସାଧାରଣଙ୍କ ପାଇଁ ନୂଆ ଓ ଅଧିକ କିଛି ପରିସ୍ଥିତି ବହନ କରିଥାଏ। ଏହାର କାର୍ଯ୍ୟ କେବଳ ପୁଲିସ ବା ରାତ୍ରି ଜଗୁଳିଆ କାର୍ଯ୍ୟ ସୀମିତ ନୁହେଁ। ଏହା ଖାଲି ପୁଲିସ ପରି କାର୍ଯ୍ୟ କରେ ନାହିଁ, କେବଳ ଲୋକମାନଙ୍କୁ ସୁରକ୍ଷା ଦେବା ଏହାପରି କାର୍ଯ୍ୟ କରେ ନାହିଁ। ଜନମଙ୍ଗଳ ରାଷ୍ଟ୍ର ଆମର ବ୍ୟକ୍ତିମାନଙ୍କୁ ସ୍ୱାଧୀନତା ଦେଇଥାଏ, ମର୍ଯ୍ୟାଦା ରକ୍ଷା କରିଥାଏ, ତାଙ୍କୁ ସାମାଜିକ ଓ ଅର୍ଥନୈତିକ ନିରାପତ୍ତା ପ୍ରଦାନ କରିଥାଏ, ରାଜନୈତିକ କ୍ଷମତା ପ୍ରଦାନ କରିଥାଏ। ରାଷ୍ଟ୍ର ଗୋଟେ କର୍ତ୍ତବ୍ୟ ଥାଏ ଲୋକମାନଙ୍କୁ ସେବା ପ୍ରଦାନ କରିବା, ସର୍ବନିମ୍ନ ମାନ ସୁଯୋଗ ପ୍ରଦାନ କରିବା, ବ୍ୟକ୍ତି ପରିବାରମାନଙ୍କୁ ସର୍ବନିମ୍ନ ରୋଜଗାର ପ୍ରଦାନ କରିବା, ସେମାନଙ୍କୁ ଆକସ୍ମିକ ସଙ୍କଟ ଉଦ୍ଧାର କରିବା, ଜାତି ଧର୍ମ ବର୍ଣ୍ଣ ଲିଙ୍ଗ ମର୍ଯ୍ୟାଦା ନିର୍ବିଶେଷରେ ଏହା ଭେଦଭାବ ନ ରଖି ସମସ୍ତ ନାଗରିକ ସମାନ ସୁବିଧା ସୁଯୋଗ ପ୍ରଦାନ କରିବା ଜନମଙ୍ଗଳ ରାଷ୍ଟ୍ରର କର୍ତ୍ତବ୍ୟ। ଜନମଙ୍ଗଳ ରାଷ୍ଟ୍ରକୁ ଠାରୁ ସେବା ଲାଭ କରିବା ନିମନ୍ତେ ନାଗରିକମାନଙ୍କ ପାଇଁ ଅନୁଗ୍ରହ ନୁହେଁ, ଏହା ଲୋକମାନଙ୍କର ଅଧିକାର। ବା କହିବାକୁ ଗଲେ ଜନମଙ୍ଗଳ ରାଷ୍ଟ୍ର ପ୍ରତ୍ୟେକ ନାଗରିକଙ୍କୁ ଜୀବନ ଧାରଣ କରିବା ନିମନ୍ତେ ସର୍ବନିମ୍ନ ମାନ ସୁବିଧା ସୁଯୋଗ ପ୍ରଦାନ କରିଥାଏ। ସମସ୍ତ ନାଗରିକମାନଙ୍କୁ ଏହା ସ୍ୱାଧୀନତା ଅଧିକାର ନ୍ୟାୟ ପ୍ରଦାନ କରିଥାଏ। ଏହା ବ୍ୟକ୍ତିବାଦ ଓ ସମାଜବାଦର ମିଶ୍ରଣ ରୂପ। ଏହା ସକାରାତ୍ମକ ରାଷ୍ଟ୍ର ରୂପେ କାର୍ଯ୍ୟ କରିଥାଏ, ନକାରାତ୍ମକ ରାଷ୍ଟ୍ର ରୂପେ କାର୍ଯ୍ୟ କରେ ନାହିଁ। ଏହା ଲୋକମାନଙ୍କୁ ଜାତି ଧର୍ମ ବର୍ଣ୍ଣ ଲିଙ୍ଗ ନିର୍ବିଶେଷରେ ସମସ୍ତ ନାଗରିକ ସମାନ ଦେଖିଥାଏ ଜନମଙ୍ଗଳ ରାଷ୍ଟ୍ର। ଏବେ ଆମେ ଜନମଙ୍ଗଳ ରାଷ୍ଟ୍ରର ବୈଶିଷ୍ଟ୍ୟ ଗୁଡ଼ିକ ବୈଶିଷ୍ଟ୍ୟ କ'ଣ ଏଠାରେ ଦେଖିଥାଉ। ଆମେ ଜନମଙ୍ଗଳ ରାଷ୍ଟ୍ର ମିଶ୍ର ଅର୍ଥନୀତି ଉପରେ ବିଶ୍ୱାସ କରିଥାଏ। ଜନମଙ୍ଗଳ ରାଷ୍ଟ୍ର ମିଶ୍ର ଅର୍ଥନୀତି ଉପରେ ବିଶ୍ୱାସ କରିଥାଏ, ଅର୍ଥାତ୍ ପୁଞ୍ଜିବାଦ ଓ ସମାଜବାଦ ଯେଉଁ ଅଛି, ପୁଞ୍ଜିବାଦ ଅର୍ଥନୀତି ସମାଜବାଦ ଅର୍ଥନୀତି ମିଶ୍ର ରୂପ। ଏଠାରେ ପୁଞ୍ଜିବାଦ ଉଦାର ଅର୍ଥନୀତି ଓ ସମାଜବାଦର ରାଷ୍ଟ୍ରାୟତ୍ତ ନୀତିର ଚରମ ରୂପ ଗ୍ରହଣ ନକରି ଏହାର ମିଶ୍ର ରୂପରେ ଗ୍ରହଣ କରିଥାଏ। ଜନମଙ୍ଗଳ ରାଷ୍ଟ୍ର ଉଭୟ ସରକାରୀ ଉଦ୍ୟୋଗ, ବେସରକାରୀ ଉଦ୍ୟୋଗ ବା ବ୍ୟକ୍ତିଗତ ଉଦ୍ୟୋଗ ଦେଖିବାକୁ ମିଳେ। ଏହି ଜନମଙ୍ଗଳ ରାଷ୍ଟ୍ରରେ କେବଳ ବ୍ୟକ୍ତିଗତ ଉଦ୍ୟୋଗ ଦେଖାଯାଏ ନାହିଁ କି କେବଳ ସରକାରୀ ଉଦ୍ୟୋଗ ଦେଖାଯାଏ ବା ସରକାରୀ ଅନୁଷ୍ଠାନ ଦେଖାଯାଏ ନାହିଁ, ଏହାର ଦୁଇଟାର ମିଶ୍ରଣ ଦେଖାଯାଏ। ସରକାରୀ ଡାକ୍ତରଖାନା ଥିବା ବେଳେ ବେସରକାରୀ ଡାକ୍ତରଖାନା ଥାଏ, ସରକାରୀ ଶିକ୍ଷାନୁଷ୍ଠାନ ବେସରକାରୀ ଶିକ୍ଷାନୁଷ୍ଠାନ, ସରକାରୀ ବସ୍ ବିମାନ ବେସରକାରୀ ବସ୍ ବିମାନ, ସେହିପରି ଉଦାହରଣ ଦୁଇ ଜଣଙ୍କର ମିଶ୍ରଣର ସୃଷ୍ଟି ମିଶ୍ର ଅର୍ଥନୀତି ଉପରେ ବିଶ୍ୱାସ କରିଥାଏ। ପୁଞ୍ଜିବାଦକୁ ରୂପାନ୍ତରିତ
କରିବାକୁ ଚେଷ୍ଟା କରେ। ପୁଞ୍ଜିବାଦ ଦେଖାନାହିଁ, ପୁଞ୍ଜିବାଦ ଦେଖା ନାହିଁ। ଏହାତରେ ମିଶ୍ର ଅର୍ଥନୀତି ଲୋକମାନଙ୍କୁ ସମାନ ଅର୍ଥନୀତି ସୁବିଧା ଦେଖାଯାଏ। କାହିଁକି କହିଲ ଧନୀ ଲୋକମାନେ ଏକା ଏହାରେ ଲାଭ ପାଆନ୍ତି ନାହିଁ, ସମସ୍ତେ ଲାଭ ପାଇଥାନ୍ତି ଏହି ବିଶ୍ୱାସ କରିଥାଏ। ଜନମଙ୍ଗଳ ରାଷ୍ଟ୍ର ଉଦାରବାଦର ଗଣତନ୍ତ୍ର ଢାଞ୍ଚା ମଧ୍ୟରେ ମାନବିକ ସମାଜ ସୃଷ୍ଟି କରିବା ଲକ୍ଷ୍ୟରେ ରଖେ। ଜନମଙ୍ଗଳ ରାଷ୍ଟ୍ର ପାଇଁ ଗଣତାନ୍ତ୍ରିକ ଦେଖ, ଜନମଙ୍ଗଳ ରାଷ୍ଟ୍ର ମୌଳିକ ଆବଶ୍ୟକତା ଓ ଆଧାର। ଗଣତନ୍ତ୍ର ଏହାର ବୈଶିଷ୍ଟ୍ୟ। ଏଠାରେ ସମ୍ବିଧାନର ଶାସନ ଦେଖିଥାଏ, ଆଇନର ଶାସନ ଦେଖିଥାଏ, ଯୋଜନାଗତ କାର୍ଯ୍ୟ ହୋଇଥାଏ, ସାମାଜିକ ଅର୍ଥନୀତି ରୂପାନ୍ତରିତ କଲ୍ୟାଣ ସାଧନ ହୋଇଥାଏ, ସମ୍ପତ୍ତି ଅଧିକାର ଆଇନଗତ ସ୍ୱୀକୃତି ମିଳିଥାଏ। ଜନମଙ୍ଗଳ ରାଷ୍ଟ୍ର ସମସ୍ତ ସର୍ବନିମ୍ନ ଆବଶ୍ୟକତା ପୂରଣ କରିଥାଏ। ଦେଖ, ଜନମଙ୍ଗଳ ରାଷ୍ଟ୍ର ସମସ୍ତଙ୍କର ସର୍ବନିମ୍ନ ଆବଶ୍ୟକତା ପୂରଣ କରିଥାଏ। କଲ୍ୟାଣ ସାଧନ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ, ସୁରକ୍ଷା ପ୍ରଦାନ, ସେବା, କଲ୍ୟାଣ ଶ୍ରେଷ୍ଠମାନ, ସମସ୍ତମାନଙ୍କୁ ଇଚ୍ଛା ପୂରଣ କରିବା, ସମସ୍ତ ଶ୍ରେଣୀ ଗୋଷ୍ଠୀ ସମାନ ଦେଖିବା, ଉଭୟ ନକାରାତ୍ମକ ସକାରାତ୍ମକ କାର୍ଯ୍ୟ ସମ୍ପାଦନ କରିଥାଏ। ରୋଗ ନିରାକରଣ, ବେକାରୀ ଦୂରୀକରଣ କାର୍ଯ୍ୟକ୍ରମ, ଶ୍ରମିକ, ଶିଶୁ, ମହିଳା, ଅପରାଧୀ ପ୍ରାକୃତିକ ଆଦି କବଳରୁ ଧନକୁ ଜୀବନ ରକ୍ଷା। ଦେଖ, ଉଦାରବାଦ ଜନମଙ୍ଗଳ ରାଷ୍ଟ୍ର ମିଶ୍ର ଅର୍ଥନୀତି ଉପରେ ବିଶ୍ୱାସ କରିଥାଏ। ଏଠାରେ ଉଭୟ ବ୍ୟକ୍ତିଗତ ସମାଜ ସରକାରୀ ଅନୁଷ୍ଠାନ ଦେଖାଯାଇଥାନ୍ତି। ଏଟା ଉପରେ ଏତେ ଲେଖାଯାଇଛି। ଏଠାରେ ଲେଖାଯାଇଛି ଗଣତନ୍ତ୍ର ଜନମଙ୍ଗଳ ରାଷ୍ଟ୍ର ଗଣତନ୍ତ୍ର ଉପରେ ଆଧାରିତ, ସମ୍ବିଧାନ ଦ୍ୱାରା ଶାସନ ହୋଇଥାଏ, ଆଇନର ଶାସନ ଦେଖିବାକୁ ମିଳେ, ଯୋଜନାଗତ କାର୍ଯ୍ୟ ଦେଖିବାକୁ ମିଳେ, ଲୋକମାନଙ୍କୁ ସେବା ପ୍ରଦାନ କରାଯାଇଥାଏ, କଲ୍ୟାଣ ପ୍ରଦାନ କରାଯାଇଥାଏ, ସୁରକ୍ଷା ପ୍ରଦାନ କରାଯାଇଥାଏ। ଜନମଙ୍ଗଳ ରାଷ୍ଟ୍ର ଦୁଇ ପ୍ରକାର କାର୍ଯ୍ୟ କରିଥାଏ, ନକାରାତ୍ମକ କାର୍ଯ୍ୟ ହେଇଥାଏ, ସକାରାତ୍ମକ କାର୍ଯ୍ୟ। ମାତ୍ର ଏଠି ଲେଖାଯାଇଥିଲା, ଏଇଟା ଖାଲି ଲେଖାଯାଇଛି ରାଷ୍ଟ୍ର ନକାରାତ୍ମକ ଅନୁଷ୍ଠାନ ନାହିଁ, ଏକ ସକାରାତ୍ମକ ରାଷ୍ଟ୍ର। ଏଇଟା ଅଲଗାଟା, ନକାରାତ୍ମକ କାର୍ଯ୍ୟ, ସକାରାତ୍ମକ କାର୍ଯ୍ୟ। ଏଠାରେ ବେକାରୀ ଦୂରୀକରଣ, ଶିଶୁମାନଙ୍କୁ ରକ୍ଷା କରିବା, ବୋଲେ ଯେଉଁ କାର୍ଯ୍ୟକ୍ରମ ଦ୍ୱାରା ଗୋଟିଏ କାର୍ଯ୍ୟ ସାମରିକ କାର୍ଯ୍ୟ ଆସିଥାଏ, ତାହାକୁ ନକାରାତ୍ମକ କାର୍ଯ୍ୟ କରୁଥିବା ବେଳେ ସେବା ପ୍ରଦାନ କରିବା, ବୀମା ପ୍ରଦାନ କରିବା, ଏହା ସକାରାତ୍ମକ କାର୍ଯ୍ୟ। ସେଠି ସାମରିକ କାର୍ଯ୍ୟ ଆସିନଥାଏ। ସେମିତି ମିଳିତ ଜାତିସଂଘ ଧାରା 21 ଜନମଙ୍ଗଳ ରାଷ୍ଟ୍ରର ଇତିହାସ କ'ଣ? ଏହା ଏତେ ଇମ୍ପୋର୍ଟାଣ୍ଟ ନାହିଁ। ଜନମଙ୍ଗଳ ରାଷ୍ଟ୍ର କାର୍ଯ୍ୟ ମେନ୍ କୋଶ୍ଚିନ୍ ଆସିଥାଏ, ଜନମଙ୍ଗଳ ରାଷ୍ଟ୍ର କହିଲେ କ'ଣ ଏବଂ ଜନମଙ୍ଗଳ ରାଷ୍ଟ୍ରର କାର୍ଯ୍ୟ କ'ଣ? ଜନମଙ୍ଗଳ ରାଷ୍ଟ୍ର ଦୁଇ ପ୍ରକାର କାର୍ଯ୍ୟ କରିଥାଏ, ବାଧ୍ୟତାମୂଳକ କାର୍ଯ୍ୟ ଓ ଇଚ୍ଛାଧୀନ କାର୍ଯ୍ୟ। ବାଧ୍ୟତାମୂଳକ କାର୍ଯ୍ୟ ଗୁଡ଼ିକ ହେଲା ରାଷ୍ଟ୍ର ବାଧ୍ୟତାମୂଳକ ଅତ୍ୟାବଶ୍ୟକ କାର୍ଯ୍ୟ ବିନା କାର୍ଯ୍ୟ ସମ୍ପାଦନ ନ କରିଲେ ରାଷ୍ଟ୍ରର ସ୍ଥିତି ରହିବ ନାହିଁ। ବାଧ୍ୟତାମୂଳକ କାର୍ଯ୍ୟ ନ କଲେ ରାଷ୍ଟ୍ର ସ୍ଥିତି ରହିବ ବା ରାଷ୍ଟ୍ର ନଷ୍ଟ ହୋଇଯିବ। ନଷ୍ଟର ସୁରକ୍ଷା କରିବା ପାଇଁ ଏ ବାଧ୍ୟତାମୂଳକ କାର୍ଯ୍ୟ କରିଥାଏ। ଆଇନ ଶୃଙ୍ଖଳା ରକ୍ଷା କରିବା, ନାଗରିକମାନଙ୍କର ନିରାପଦ, ଶାନ୍ତିପୂର୍ଣ୍ଣ, ସୁସ୍ଥ ଜୀବନଯାପନ ନିମନ୍ତେ ଲକ୍ଷ୍ୟ ରଖି ରାଷ୍ଟ୍ର ପାଇଁ ଗୋଟେ ଆଇନ ଶୃଙ୍ଖଳା ରକ୍ଷା କରିବା, ଆଇନ ପ୍ରଣୟନ କରିଥାଏ ଏବଂ ସେ ଆଇନକୁ ଭଲ ଭାବରେ କାର୍ଯ୍ୟ କରିଥାଏ। ଲୋକମାନଙ୍କୁ ବହୁ ଅସୁବିଧା ସେ ଆଇନ ଦ୍ୱାରା ସମାଧାନ ହୋଇଥାଏ। ଆଇନକୁ ଶୃଙ୍ଖଳା ରଖିଥାଏ ଫାଷ୍ଟ କାର୍ଯ୍ୟ। ଲୋକମାନଙ୍କ ମଧ୍ୟରେ ଆଇନ ଶୃଙ୍ଖଳା ରଖିବା, ଯେନ୍ ଝଗଡ଼ା ହେଲା ସେ ଗୁଡ଼ିକ ଆଇନ ଦ୍ୱାରା ସମାଧାନ କରିବା। ସେମିତି ଧନ ଜୀବନ ସୁରକ୍ଷା, ଲୋକମାନଙ୍କର ଧନ ଜୀବନ ସୁରକ୍ଷା ବାଧ୍ୟତାମୂଳକ କାର୍ଯ୍ୟ। ଲୋକମାନଙ୍କର ଅନ୍ୟ ଯେଉଁ ଅପରାଧୀମାନ ଦ୍ୱାରା ଲୋକମାନଙ୍କୁ ସୁରକ୍ଷା କରିବା, ଧନ ଜୀବନ ସୁରକ୍ଷା ରଖିବା, ଲୋକମାନଙ୍କୁ ଅନ୍ୟ ବ୍ୟକ୍ତିଙ୍କ ଦ୍ୱାରା ସୁରକ୍ଷା ରଖିବା। ଜନମଙ୍ଗଳ ରାଷ୍ଟ୍ରର ଗୋଟେ କାର୍ଯ୍ୟ ହେଉଛି ଗୋଟେ ବ୍ୟକ୍ତିକୁ ସୁରକ୍ଷା ପ୍ରଦାନ କରିବା, ସେହି କାର୍ଯ୍ୟ ହେଉଛି ଜନଜୀବନ ସୁରକ୍ଷା। ଆଇନ ଶୃଙ୍ଖଳା ରକ୍ଷା କରିବା, ପ୍ରତିରକ୍ଷା, ପ୍ରତ୍ୟେକ ରାଷ୍ଟ୍ରର ସାର୍ବଭୌମ ଭୌଗୋଳିକ ଏକତା ଅଖଣ୍ଡତା ରକ୍ଷା କରିବା ତାହାର ବାଧ୍ୟତାମୂଳକ କାର୍ଯ୍ୟ। ଅନ୍ୟ ରାଷ୍ଟ୍ର ସହିତ ନିଜ ରାଷ୍ଟ୍ରକୁ ସୁରକ୍ଷା ପ୍ରଦାନ କରିବା, ଭୌଗୋଳିକ ଏକତା ସୃଷ୍ଟି କରିବା, ଅଖଣ୍ଡତା ବଜାୟ ରଖିବା, ରାଷ୍ଟ୍ରର ଅଖଣ୍ଡତା ବଜାୟ ରଖିବା। ଯଦି ଅଖଣ୍ଡତା ନଷ୍ଟ ହେଲେ ରାଷ୍ଟ୍ର ବିଶୃଙ୍ଖଳତା ସୃଷ୍ଟି ହେବ, ତାହା ରାଷ୍ଟ୍ର ନଷ୍ଟ ହୋଇଯାଇପାରେ। ସେମିତି ପ୍ରତିରକ୍ଷା କାର୍ଯ୍ୟ, ଯୁଦ୍ଧ ଆକ୍ରମଣ ହେଲା ତାହାକୁ ସୁରକ୍ଷା ପ୍ରଦାନ କରିବା, ତାହା ପାଇଁ ସେନାବାହିନୀ ସୃଷ୍ଟି କରିଥାଏ, ଜଳ ସ୍ଥଳ ଆକାଶ ବାହିନୀ ସାମିଲ ହୋଇଥାନ୍ତି।
ପ୍ରତିରକ୍ଷା ଗୁଡ଼ିକ ଭଲ ରଖିଥାଏ। ଅନ୍ତର୍ଜାତୀୟ ସମ୍ପର୍କ ଗୋଟେ ଜନମଙ୍ଗଳ ରାଷ୍ଟ୍ରର ଅନ୍ୟ ଏକ କାର୍ଯ୍ୟ ହୁଏ ଅନ୍ତର୍ଜାତୀୟ ସମ୍ପର୍କ ରକ୍ଷା କରିବା, ଅନ୍ୟ ରାଷ୍ଟ୍ର ସହିତ ଭଲ ସମ୍ପର୍କ ରକ୍ଷା କରିବା, ନିଜ ଦେଶ ସହିତ ଅନ୍ୟ ଦେଶ ଅର୍ଥନୈତିକ ସମ୍ପର୍କ, ସାମାଜିକ ସମ୍ପର୍କ, ରାଜନୀତି ସମ୍ପର୍କ, ସୁସମ୍ପର୍କ ପ୍ରତିଷ୍ଠା କରିବା ଜନମଙ୍ଗଳ ରାଷ୍ଟ୍ରର ଅନ୍ୟ ଏକ ବାଧ୍ୟତାମୂଳକ କାର୍ଯ୍ୟ। ନ୍ୟାୟ ପ୍ରଦାନ କରିବା, ପ୍ରତ୍ୟେକ ନାଗରିକ ନ୍ୟାୟ ପ୍ରଦାନ କରିବା, କେଉଁ ଜିନିଷ ବି ହଉ ଲୋକମାନଙ୍କୁ ନ୍ୟାୟ ମିଳିବା, ଯଦି ଅପରାଧ ହେଲା ସେଠି ଗୋଟେ ବ୍ୟକ୍ତିକୁ ନ୍ୟାୟ ପ୍ରଦାନ କରିବା, ସେହିପରି ପ୍ରକାର କାର୍ଯ୍ୟ ନ୍ୟାୟ ପ୍ରଦାନ। ଫାର୍ଷ୍ଟ ଆଇନ ଶୃଙ୍ଖଳା ରକ୍ଷା କରିବା, ଦେଶ ମଧ୍ୟରେ ଆଇନକୁ ପ୍ରଣୟନ କରିବା। ସେକେଣ୍ଡ ଧନ ଜୀବନ ସୁରକ୍ଷା, ଲୋକମାନଙ୍କର ଧନ ଜୀବନକୁ ସୁରକ୍ଷା ରଖିବା। ପ୍ରତିରକ୍ଷା, ଲୋକମାନଙ୍କୁ ଯେଉଁ ଦେଶକୁ ରକ୍ଷା କରିବା। ତାପରେ ଆନ୍ତର୍ଜାତିକ ସମ୍ପର୍କ ପ୍ରତିଷ୍ଠା କରିବା, ନ୍ୟାୟ ପ୍ରଦାନ କରିବା, ଏହି ପାଞ୍ଚ ହେଲା ବାଧ୍ୟତାମୂଳକ। ଇଚ୍ଛାଧୀନ କାର୍ଯ୍ୟ କ'ଣ? ଏହା ରାଷ୍ଟ୍ରର ଇଚ୍ଛାଧୀନ କାର୍ଯ୍ୟ। ଏହା କାର୍ଯ୍ୟ କରିବାକୁ ବାଧ୍ୟ ନାହିଁ, ମାତ୍ର ରାଷ୍ଟ୍ର କାହିଁକି କରିଥାଏ? ଉନ୍ନତ ପାଇଁ। ରାଷ୍ଟ୍ର ଇଚ୍ଛାଧୀନ କାର୍ଯ୍ୟ କରିଥାଏ କାରଣ ବ୍ୟକ୍ତିମାନଙ୍କର ଉନ୍ନତି ନିମନ୍ତେ, ରାଷ୍ଟ୍ରର ଉନ୍ନତି ନିମନ୍ତେ ହିଁ କାର୍ଯ୍ୟ କରିଥାଏ, ସମ୍ପାଦନ କରିଥାଏ। ଏହା ରାଷ୍ଟ୍ର ନ କରିଲେ ରାଷ୍ଟ୍ର ପାଇଁ କ୍ଷତିଗ୍ରସ୍ତ ହେବ ନାହିଁ, ମାତ୍ର ରାଷ୍ଟ୍ରକୁ ଉନ୍ନତ କରିବା ନିମନ୍ତେ ହିଁ କାର୍ଯ୍ୟ କରିଥାଏ। ଫାର୍ଷ୍ଟ ଶିକ୍ଷା। ପ୍ରଥମ ହେଲା ଶିକ୍ଷା। ଯଦି ଲୋକମାନେ ଶିକ୍ଷିତ ହେବେ, ନୈତିକ ଜ୍ଞାନ ଆଇବ, ବୈତିକ ଜ୍ଞାନ ଆଇବ, ତେବେ ଖୁବ୍ ଶୀଘ୍ର ରାଷ୍ଟ୍ର ପରିବର୍ତ୍ତନ ହେବ, ଚରିତ୍ର ପରିବର୍ତ୍ତନ ହେବ, ଲୋକମାନଙ୍କର ଉନ୍ନତ ହେବ ଶିକ୍ଷା ଦ୍ୱାରା। ଲୋକମାନେ ନିଜର ଅଧିକାର ଜାଣିବେ, ତାହାଦ୍ୱାରା ଲୋକମାନଙ୍କ ମଙ୍ଗଳ ସାଧନ ହେବ, ଯାହାଦ୍ୱାରା ରାଷ୍ଟ୍ର ଜନମଙ୍ଗଳ ହେବ। ସ୍ୱାସ୍ଥ୍ୟ, ଲୋକମାନଙ୍କର ସ୍ୱାସ୍ଥ୍ୟକୁ ଉନ୍ନତ କରିବା, ପ୍ରାଥମିକ ଠାରୁ ଆରମ୍ଭ କରି ଉଚ୍ଚ ସ୍ତରର ଡାକ୍ତରଖାନା, ଚିକିତ୍ସାଳୟ ଉନ୍ନତ କରିବା। ମହିଳାମାନଙ୍କର ନିମନ୍ତେ ଯେଉଁ ପ୍ରେଗନେଣ୍ଟ ହୋଇଥାନ୍ତି, ଯେଉଁ ଶିଶୁ କଲ୍ୟାଣ ନିମନ୍ତେ ବିଭିନ୍ନ ପ୍ରକାର ଚିକିତ୍ସାଳୟ ପ୍ରତିଷ୍ଠା କରିବା, ଯାହାଦ୍ୱାରା ରାଷ୍ଟ୍ରର ବ୍ୟକ୍ତିମାନେ ମଙ୍ଗଳ ହେବ, ରାଷ୍ଟ୍ରର ବ୍ୟକ୍ତିମାନଙ୍କ ମଙ୍ଗଳ ସାଧନ ହେବ। ତାପରେ ସେକେଣ୍ଡ କୃଷି ବାଣିଜ୍ୟ, ଶିଳ୍ପ ବାଣିଜ୍ୟ। କୃଷି ଅର୍ଥାତ୍ କୃଷି କ୍ଷେତ୍ରର ବିକାଶ କରିବା, ଶିଳ୍ପ କ୍ଷେତ୍ରରେ ବିକାଶ କରିବା, ବାଣିଜ୍ୟ କ୍ଷେତ୍ରରେ ବିକାଶ କରିବା, ଅର୍ଥନୀତି କାର୍ଯ୍ୟ ବିକାଶ କରିବା, ଯାହାଦ୍ୱାରା ରାଷ୍ଟ୍ର ମଙ୍ଗଳ ସାଧନ ହେବ। ବ୍ୟକ୍ତିମାନଙ୍କ ଉନ୍ନତ ଧରଣ ଜୀବନ ନିର୍ବାହ କରିପାରିବେ। କୃଷି ଯଦି ଭଲ ହେଲା, ଶିଳ୍ପ ଯଦି ଭଲ ହେଲା, ବାଣିଜ୍ୟ ଯଦି ଭଲ ହେଲା, ତ ଲୋକମାନେ ନିଜର ଜୀବନଯାପନ ଭଲସେ କରିବେ। ତାପରେ ଜନହିତକର ସେବା, ଜନତାମାନଙ୍କର ସେବା ପ୍ରଦାନ। ରାସ୍ତାଘାଟ ନିର୍ମାଣ ହେଉ, ବନ୍ଧ ନିର୍ମାଣ ହେଉ, କେନାଲ ନିର୍ମାଣ ହେଉ, ନଦୀ ବନ୍ଧ ନିର୍ମାଣ, ଚାଷ ପାଇଁ ଗୋଟେ ବନ୍ଧ ନିର୍ମାଣ ହେଲା, ରାସ୍ତାଘାଟ ଭଲ ନାହିଁ ସେଠି ରାସ୍ତାଘାଟ ନିର୍ମାଣ ହେଲା, ଗୋଟେ ଗାଁରେ ବିଜୁଳି ନାହିଁ ସେଠି ବିଜୁଳି ପ୍ରଦାନ ହେଲା, ସମ୍ବାଦପତ୍ର ସୃଷ୍ଟି ହେଲା। ଏହି ଜନହିତ ସେବା ଗୁଡ଼ିକ ପ୍ରଦାନ କରିବା ଦ୍ୱାରା ରାଷ୍ଟ୍ରର ଲୋକମାନେ ମଙ୍ଗଳ ସାଧନ ହୋଇଥାଏ। ତାପରେ ସାମାଜିକ ବୀମା, ଜନହିତ ସେବା ଗୋଟେ ଅଲଗା, ସାମାଜିକ ବୀମା ଗୋଟେ ଅଲଗା। ଅସହାୟ ମହିଳାମାନଙ୍କୁ ଯେଉଁ ପ୍ରେଗନେଣ୍ଟ ସମୟରେ ବୀମା ପଇସା ମିଳିଥାଏ, ବା ବୃଦ୍ଧ ଲୋକମାନଙ୍କୁ ପେନ୍ସନ୍ ମିଳିଥାଏ, ଅନାଥ ପିଲାମାନଙ୍କୁ ଯେଉଁ ପେନ୍ସନ୍ ମିଳିଥାଏ, ଶାରୀରିକ ଅକ୍ଷମ ଥିବା ଲୋକମାନଙ୍କୁ ଯେଉଁ ବୀମା ପଇସା ସହାୟତା ସରକାର ଦ୍ୱାରା ସହାୟତା ମିଳିଥାଏ, ଯାହାଦ୍ୱାରା ଲୋକମାନେ ବା ଗରିବ ଲୋକମାନଙ୍କୁ ସହାୟତା ଦେବା, ଅନୁସୂଚିତ ଜାତିମାନଙ୍କୁ ସହାୟତା ଦେବା, ଏହା ଗୁଡ଼ିକ ଦ୍ୱାରା ରାଷ୍ଟ୍ରର ଜନମଙ୍ଗଳ କାର୍ଯ୍ୟ କରିଥାଏ। ତାପରେ ସାହିତ୍ୟ, ବିଜ୍ଞାନ, କଳା, ସଂସ୍କୃତିର ବିକାଶ। ଗୋଟିଏ ରାଷ୍ଟ୍ର ବିକାଶ ଯେତେବେଳେ ହୋଇଥାଏ, ସେତେବେଳେ ସେ ନିଜର ସଂସ୍କୃତି, ସାହିତ୍ୟ, ବିଜ୍ଞାନ, କଳାର ବିକାଶ କରିବ। ଏହା ଅନ୍ୟତମ ଇଚ୍ଛାଧୀନ କାର୍ଯ୍ୟ ବା ଜନମଙ୍ଗଳ କାର୍ଯ୍ୟ। ବା ପ୍ରାକୃତିକ ସମ୍ପଦର ବିକାଶ। ପ୍ରାକୃତିକ ସମ୍ପଦ, ଦେଶର ପ୍ରାକୃତିକ ସମ୍ପଦ ବା ସମ୍ବଳ ଗୁଡ଼ିକର ବିକାଶ ଦ୍ୱାରା ହିଁ ରାଷ୍ଟ୍ରର ଜନମଙ୍ଗଳ ହୋଇଥାଏ। ଫାର୍ଷ୍ଟ କାର୍ଯ୍ୟ ଶିକ୍ଷା, ସେକେଣ୍ଡ ସ୍ୱାସ୍ଥ୍ୟକୁ ରକ୍ଷା କରିବା, ତାପରେ କୃଷି, ଶିଳ୍ପ ବାଣିଜ୍ୟ, ତାପରେ ଜନହିତ ସେବା, ସାମାଜିକ ବୀମା ତାପରେ ସାହିତ୍ୟିକ, ବୈଜ୍ଞାନିକ, କଳା, ସଂସ୍କୃତି ବିକାଶ, ପ୍ରାକୃତିକ ସମ୍ପଦର ବିକାଶ, ଏହା ଗୁଡ଼ିକ। ତାପରେ ଆମର ଜନମଙ୍ଗଳ ରାଷ୍ଟ୍ର। ତାପରେ ସେକେଣ୍ଡ, ଏଇଟା ଫାର୍ଷ୍ଟ ଲଙ୍ଗ କୋଶ୍ଚିନ୍। ସେକେଣ୍ଡ ଲଙ୍ଗ କୋଶ୍ଚିନ୍ ଆସିପାରେ, ଜନମଙ୍ଗଳ ରାଷ୍ଟ୍ରର ଯଥାର୍ଥ ବା ସୁଗୁଣ ଗୁଡ଼ିକ କ'ଣ? ଆଉ ଗୋଟେ କୋଶ୍ଚିନ୍ ଆସିପାରେ, ଜନମଙ୍ଗଳ ରାଷ୍ଟ୍ରର ସମାଲୋଚକ କ'ଣ କ'ଣ? ଜନମଙ୍ଗଳ ରାଷ୍ଟ୍ରର ସୁଗୁଣ ବା ଯଥାର୍ଥ କ'ଣ? ସକାରାତ୍ମକ କାର୍ଯ୍ୟ କରିଥାଏ। ଫାର୍ଷ୍ଟ ଜନମଙ୍ଗଳ ରାଷ୍ଟ୍ର ଗୋଟେ ସକାରାତ୍ମକ କାର୍ଯ୍ୟ କରିଥାଏ। ଏହା ଜଗୁଳି ରାଷ୍ଟ୍ର ଲୋକମାନଙ୍କୁ ସୁରକ୍ଷା ପ୍ରଦାନ କରିଥାଏ, ବ୍ୟକ୍ତିର ଅଧିକାର ସୁରକ୍ଷା ପ୍ରଦାନ କରିଥାଏ, ନ୍ୟାୟ ପ୍ରଦାନ ନେଇଥାଏ। ଫାର୍ଷ୍ଟ ସକାରାତ୍ମକ କାର୍ଯ୍ୟ କରିଲା। ସେକେଣ୍ଡ, ମୌଳିକର ସର୍ବନିମ୍ନ ପ୍ରତିଶ୍ରୁତି, ଲୋକମାନଙ୍କର ଜୀବନ ଧାରଣ କରିବା ନିମନ୍ତେ ଅର୍ଥନୈତିକ ଅଧିକାର ପ୍ରଦାନ କରିଲା, ଶିଳ୍ପର ବିକାଶ ନିମନ୍ତେ କାର୍ଯ୍ୟ କରିଲା, ସ୍ୱାସ୍ଥ୍ୟ, ଶିକ୍ଷା,
ଗୁଡ଼ିକ ଜନିତ ସେବା ପ୍ରଦାନ ମୌଳିକ ସର୍ବନିମ୍ନ ପ୍ରଦାନ କରା ସାମାଜିକ ଅର୍ଥନୀତି ନ୍ୟାୟ ସାମାଜିକ କ୍ଷେତ୍ର ଯେଉଁ ଧର୍ମ ବର୍ଣ୍ଣ ଲିଙ୍ଗ ନିର୍ବିଶେଷ ଯେଉଁ ସାମାଜିକ ବୈଷମ୍ୟ ବା କୁସଂସ୍କାର ଗୁଡ଼ିକ ତାହାକୁ ମେଣ୍ଟାଇଥାଏ ଅର୍ଥନୈତିକ ନ୍ୟାୟ ପ୍ରଦାନ କରିଥାଏ ସମସ୍ତେ କାର୍ଯ୍ୟ କରିବା ଏଠା ବା ତା'ର ବୈଶିଷ୍ଟ୍ୟ ଗୁଡ଼ିକ ଲେଖିଲେ ଏଠି କାମ ଦେବ ଯଥାର୍ଥରେ ତା'ର ବୈଶିଷ୍ଟ୍ୟ ସ୍ୱାସ୍ଥ୍ୟ ପ୍ରଦାନ କରିଥାଏ କୃଷି ବାଣିଜ୍ୟର ବିକାଶ କରିଥାଏ ଜନହିତ ସେବା ପ୍ରଦାନ କରିଥାଏ ବା ସାମାଜିକ ବୀମା ପ୍ରଦାନ କରିଥାଏ ସଂସ୍କୃତିର କଲ୍ୟାଣ କରିଥାଏ ପ୍ରାକୃତିକ ସମ୍ପଦର ବିକାଶ କରିଥାଏ ସେଇଟା ସବୁ ତା'ର ବୈଶିଷ୍ଟ୍ୟ ଆଇନର ଶାସନ ପ୍ରତିଷ୍ଠା କରିଥାଏ ନ୍ୟାୟ ପ୍ରଦାନ କରିଥାଏ ତାପରେ ଅର୍ଥନୀତି ସୁସମ୍ପର୍କ ରକ୍ଷା କରିଥାଏ ଏଇଟା ସବୁ ତା'ର ଲେଖିଲେ ଯଥାର୍ଥରେ କାମ ଦେବ ହେଲା କିଛି ନାହିଁ ତା'ର ବୈଶିଷ୍ଟ୍ୟ ଲେଖିଲେ ବି ସେ ଗୋଟେ କଥା ଜନମଙ୍ଗଳ ସେବା ପ୍ରଦାନ କରିବା ମିଶ୍ର ଅର୍ଥନୀତି ଯେଉଁ ଆମେ ମିଶ୍ର ଅର୍ଥନୀତି ପ୍ରତିଷ୍ଠା ଯୋଜନା ମଧ୍ୟ ମାଧ୍ୟମରେ କାର୍ଯ୍ୟ କରିଥାଏ ଜନମଙ୍ଗଳ ରାଷ୍ଟ୍ରକୁ ବନ୍ଧୁ ଦାର୍ଶନିକ ପଥ ପ୍ରଦର୍ଶକ ରୂପେ କହିଥାନ୍ତି ବା ଜନମଙ୍ଗଳ ରାଷ୍ଟ୍ର ଗୋଟେ ବନ୍ଧୁ ସହିତ ଯେମିତି ବନ୍ଧୁ ଲୋକମାନଙ୍କୁ ସାହାଯ୍ୟ କରିଥାଏ ଫ୍ରେଣ୍ଡ ଯେମିତି ସାହାଯ୍ୟ କରିଥାଏ ସେମିତି ଜନମଙ୍ଗଳ ରାଷ୍ଟ୍ର ମଧ୍ୟ ସାହାଯ୍ୟ କରିଥାଏ ଦାର୍ଶନିକ ଯେମିତି ନିଜର ସଜ୍ଞା ଦ୍ୱାରା ଲୋକମାନଙ୍କୁ ନିଜ ରାସ୍ତା ଦେଖାଇ ଦେଇଥାନ୍ତି ସେମିତି ଜନମଙ୍ଗଳ ରାଷ୍ଟ୍ର ମଧ୍ୟ ସେମିତି ଦେଖାଇ ଦେଇଥାଏ ଅନୁସୃତ ସମାଜର ଆବଶ୍ୟକତା ପୂରଣ କରିଥାଏ ତାପରେ ସେକେଣ୍ଡ ହେଲା ଆମ ଜନମଙ୍ଗଳ ରାଷ୍ଟ୍ରର ସମାଲୋଚକ କ'ଣ ଫାଷ୍ଟ ପୌରାଙ୍ଗ ମନୋବୃତ୍ତି ବା ଆଲସ୍ୟ ମନୋଭାବ ଜନମଙ୍ଗଳ ରାଷ୍ଟ୍ର ପ୍ରତ୍ୟେକ କାର୍ଯ୍ୟ କଲା ଶିକ୍ଷା ତାର ଆରମ୍ଭ କରି ସ୍ୱାସ୍ଥ୍ୟ ବାଣିଜ୍ୟ ପ୍ରତ୍ୟେକ ସୁବିଧା ସୁଯୋଗ ଦିଆଗଲା ଯାହାଦ୍ୱାରା ଲୋକମାନେ ନା ଆଲସ୍ୟ ମନୋଭାବ ସୃଷ୍ଟି ହେଲା ଲୋକମାନଙ୍କ ଶ୍ରମ କରିବା ପାଇଁ ଆଗ୍ରହ ହେଲେନି ଆଲସ୍ୟ ମନୋଭାବ ସୃଷ୍ଟି ହେଲା ଫାଷ୍ଟ ହେଲା ଲୋକମାନଙ୍କ ଆଲସ୍ୟ ସୃଷ୍ଟି ହେଲା ତାପରେ କରଭାର ବୃଦ୍ଧି ଜନମଙ୍ଗଳ ରାଷ୍ଟ୍ର ଜନକଲ୍ୟାଣମୂଳକ ଭିତ୍ତି କାର୍ଯ୍ୟକ୍ରମ ସମ୍ପାଦନ କରିଥିବାରୁ ଅଧିକ ଅର୍ଥ ଆବଶ୍ୟକ କରେ ଏହାକୁ ପୂରଣ କରିବା ନିମନ୍ତେ ଜନମଙ୍ଗଳ ରାଷ୍ଟ୍ର ଅଧିକ କରଭାର ଲାଗୁ ହେଲା ଅଧିକ କରଭାର ହେଇଗଲା ରାଷ୍ଟ୍ର ମଧ୍ୟରେ ଅଧିକ ଲୋନ୍ ଆସିଗଲା ଯେତେ ସେବା ପ୍ରଦାନ କଲା ଯାହାଦ୍ୱାରା ଲୋନ୍ ଆସିଗଲା ତାପରେ ଶିଳ୍ପର ସଙ୍କୋଚନ ଆମର ରାଷ୍ଟ୍ର ହିଁ ସମସ୍ତ ଶିଳ୍ପର ବିକାଶ କରିଲା ଅର୍ଥନୈତିକ କାର୍ଯ୍ୟ ନିଜ ହାତକୁ ନେଲା ଯାହାଦ୍ୱାରା ବ୍ୟକ୍ତିଗତ ଲୋକମାନେ ଯେଉଁ ରାଷ୍ଟ୍ର ଜନମଙ୍ଗଳ ରାଷ୍ଟ୍ର ପ୍ରତିଷ୍ଠା କରିବା ପାଇଁ ବିଭିନ୍ନ ଆଇନ ପ୍ରଣୟନ କଲା ଯାହାଦ୍ୱାରା ବ୍ୟକ୍ତି ଗୋଟେ ଶିଳ୍ପ ପ୍ରତିଷ୍ଠା କରିବାକୁ ଯାଉଛନ୍ତି ସେଠି ଆଇନ ଏଇଟା ସେଟା ଯେଉଁଟା ଆସୁଛି ଲୋକମାନଙ୍କୁ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଆଗ୍ରହ ପ୍ରକାଶ କଲେ ନାହିଁ ଯାହାଦ୍ୱାରା ଶିଳ୍ପ ସଙ୍କୋଚନ ସୃଷ୍ଟି ହେଲା ତାପରେ ବ୍ୟୟବହୁଳ ରାଷ୍ଟ୍ର ବିଭିନ୍ନ ପ୍ରକାର ସେବା ପ୍ରଦାନ କରିବା ନିମନ୍ତେ ବିଭିନ୍ନ କର ନେଲା ଯାହାଦ୍ୱାରା ବିଭିନ୍ନ ଖର୍ଚ୍ଚ ସୃଷ୍ଟି ହେଲା ଯାହାଦ୍ୱାରା ରାଷ୍ଟ୍ର ବ୍ୟୟବହୁଳ ହେଲା ତାପରେ ଅମଲାତାନ୍ତ୍ରିକ ଶାସନ ରାଷ୍ଟ୍ର ବିଭିନ୍ନ ପ୍ରକାର ଜନମଙ୍ଗଳ ରାଷ୍ଟ୍ର କରିବା ନିମନ୍ତେ ବିଭିନ୍ନ ସରକାରୀ ଅନୁଷ୍ଠାନ ଅମଲାତନ୍ତ୍ର ବୋଲେ ସରକାରୀ ଚାକର ଗୁଡ଼ିକ ଅମଲାତନ୍ତ୍ର ଶାସନ ସୃଷ୍ଟି ହେଲା ସରକାରୀ ଚାକିରି ମାନେ ସରକାରୀ ଲୋକମାନେ ଶାସନ କରିଲେ କାର୍ଯ୍ୟକ୍ରମ କଲେ ତାପରେ ପ୍ରୋତ୍ସାହନର ବିନାଶ କରେ ଦେଖ ଜନମଙ୍ଗଳ ରାଷ୍ଟ୍ର ଅଧିକ ପରିଶ୍ରମ କରିବା ନିମନ୍ତେ ଯେଉଁ ଲୋକମାନେ କର ଦେଲା କର ବସେଇଥାଏ ବିଭିନ୍ନ ଖର୍ଚ୍ଚ କରିବା ପାଇଁ ସେ ଲୋକମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ପ୍ରଦାନ ପୋଷଣ କମିଯାଏ ରାଷ୍ଟ୍ରର କାର୍ଯ୍ୟ ବ୍ୟାପକ କରିବା ନିମନ୍ତେ ଏଇଟା ପଢ଼ିଦିଅ ତାପରେ ଦରିଦ୍ର ରାଷ୍ଟ୍ର ପାଇଁ ଉପଯୋଗୀ ନୁହେଁ ଯଦି ଜନମଙ୍ଗଳ ରାଷ୍ଟ୍ର ବିଭିନ୍ନ ସେବା ପ୍ରଦାନ କରିବା ନିମନ୍ତେ ବିଭିନ୍ନ ଖର୍ଚ୍ଚ ପଇସା ଦରକାର ଯାହାଦ୍ୱାରା ଦରିଦ୍ର ଲୋକ ସେଇ ଖର୍ଚ୍ଚ ମେଣ୍ଟେଇ ପାରିବନି ତାହାଦ୍ୱାରା ଏହା ଦରିଦ୍ର ରାଷ୍ଟ୍ର ପାଇଁ ଉପଯୋଗୀ ନାହିଁ ଫାଷ୍ଟ ଅଲସ୍ୟ ମନୋଭାବ ସୃଷ୍ଟି ହୋଇଥାଏ କରଭାର ବୃଦ୍ଧି ହୋଇଥାଏ ତାପରେ ଶିଳ୍ପର ସଙ୍କୋଚନ ହୋଇଥାଏ ତାପରେ ଆମର ବ୍ୟୟବହୁଳ ରାଷ୍ଟ୍ର ସୃଷ୍ଟି ହୋଇଥାଏ ଅମଲତାନ୍ତ୍ରିକ ଶାସନ ଦେଖାଯାଇଥାଏ ଯେଉଁଠି ଜନମଙ୍ଗଳ ଗଣତାନ୍ତ୍ରିକ ଶାସନ ଦେଖିବାକୁ ମିଳେ ସେଠି ଅମଲାତାନ୍ତ୍ରିକ ଶାସନ ଦେଖିବାକୁ ମିଳିଥାଏ ପ୍ରୋତ୍ସାହନର ବିନାଶ କରେ ଦରିଦ୍ର ରାଷ୍ଟ୍ର ପାଇଁ ଉପଯୋଗୀ